କିଛି ସମୟ ଧରି ଖରାପ ଫର୍ମ ସହ ସଂଗ୍ରାମ କରୁଥିବା ବିରାଟ କୋହଲି ଏସିଆ କପ୍ରେ ଫର୍ମ ଖୋଜୁଥିଲେ। ସେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଏକ ଗୁରୁତ୍ୱପୂର୍ଣ୍ଣ 35 ରନ୍ ସ୍କୋର କରିବା ପରେ ହଂକଂ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ବର୍ଷ ଫେବୃଆରୀ ପରେ ବିରାଟଙ୍କ ଏହା ପ୍ରଥମ 50 ଥିଲା। ହଂକଂ ବିପକ୍ଷରେ କୋହଲି ଗୋଟିଏ 4 ଓ 3 ଛକା ସହାୟତାରେ 44 ବଲ୍ରୁ 59 ରନ୍ର ନଟ୍ ଆଉଟ୍ ଇନିଂସ ଖେଳିଥିଲେ। କୋହଲିଙ୍କ ଏହି ଇନିଂସ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ରସିଦ୍ ଲତିଫ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କୋହଲି କେବେ ବି ଶ୍ରେଷ୍ଠ ଖେଳାଳି ନୁହନ୍ତି ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କେବେ ବି ସୂର୍ଯ୍ୟ କୁମାର ଯାଦବ କିମ୍ବା ରୋହିତ ଶର୍ମା ହୋଇପାରିବେ ନାହିଁ। ତାଙ୍କର ଖେଳିବାର ପଦ୍ଧତି ଆରସିବିରେ ମଧ୍ୟ ସମାନ, ସେଥିପାଇଁ ସେ କେବେ ବି ଚାମ୍ପିୟନ ହୋଇନାହାନ୍ତି। ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର କୋହଲିଙ୍କ ଷ୍ଟ୍ରାଇକ୍ ହାର ଉପରେ ପ୍ରଶ୍ନ କରିଥିଲେ ଏବଂ ତାଙ୍କୁ ଧୋନିଙ୍କ ସହ ମଧ୍ୟ ତୁଳନା କରିଥିଲେ। ଧୋନିଙ୍କ ଉଦାହରଣ ନେଇ ଲତିଫ କହିଛନ୍ତି, ଧୋନି ଯଦି 3-4 ଡଟ୍ ବଲ୍ ଖେଳନ୍ତି ତେବେ ସେ 3ଟି ଛକା ମାରି ସବୁକିଛି ସମାନ କରିବେ, କିନ୍ତୁ ବିରାଟ ତାହା କରିପାରିବେ ନାହିଁ। ତେବେ ବିରାଟ କୋହଲି ଆଜି ଧୀର ଖେଳୁଛନ୍ତି ନା ଦ୍ରୁତ ଗତିରେ ଖେଳୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହିପରି ସେ ଖେଳନ୍ତି।